शनिवार पूर्वाह्न जिलापालଙ୍କ कार्यालय परिसर में सुभद्रा योजना सचेतनता रथर शुभ उद्घाटन होता। मुख्य अतिथि भाव पुरी लोकसभा सांसद डॉ संबित पात्र ଏହି ରଥକୁ ଉଦ୍ଘାଟନ କରିବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧ କରିବାରେ ସୁଭଦ୍ରା ଯୋଜନା ସହାୟକ ହେବ ବୋଲି କହିଥିଲେ। ଏହା ଉପାଦେୟ ଯୋଜନା। ଏହା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ଼ ବା ଗହଳି ନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତଙ୍କୁ ସଚେତନ ଓ ସେମାନଙ୍କ ମନରେ ଥିବା ସଂଶୟକୁ ଦୂର କରିବାରେ ଏହି ରଥ ପ୍ରମୁଖ ଭୂମିକା ନେବ ଓ ପ୍ରକୃତ ହିତାଧିକାରୀ ଏହାର ସଫଳତା ପାଇବା ସହଜ ହୋଇପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଓ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, जिला समाज कल्याण अधिकारी तनुप्रभा बेउरा, जिला संस्कृति अधिकारी हेमंत बेहरा, ममता डीपीसी, प्रणति महांती, मिशन शक्ति डीपीसी आरती साहू प्रमुख जोग देथिले। जिले में आज 16 तारिख पर्यंत 6 गोटी सुभद्रा योजना रथ परिक्रमा करिवो। समस्त ब्लॉक पौर परिषद और एनएसी अंचल परिक्रमा करी लोकमानकु सुभद्रा योजना संपर्क में सचेतन करिवो बोली सूचना मिलिछि।